ଚାହୁଁଛନ୍ତି ଇଏ 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 କରିଦେଲା ହାରିଗଲା, ସିଏ କରିଲା ହାରିଗଲା। ଇଏ ନୁହେଁ ନିଜ କର୍ମର ଫଳ। ଇଏ ଆମେ ଯାହା କରୁଛେ ଆମେ ନିଜ ପାଇଁ କରୁଛେ। ଯେତେବେଳେ ଅନ୍ୟାୟ ଅସତ୍ୟ ଅଧର୍ମ ବଢ଼ିଯାଏ ସେତେବେଳେ କ'ଣ ହୁଏ? ବିଶ୍ୱର ମାଲିକ ଗୁରୁଦେବ ସେ ସହିପାରନ୍ତି ନାହିଁ। ସେ ସହି ନପାରିବା ପରେ ସିଏ କ'ଣ କରନ୍ତି? ସିଏ ନିଜେ ଯୁଗେ ଯୁଗେକୁ ଅବତାର ହେଇକି ଆସିଥାନ୍ତି। ଯିଏ ଜଗନ୍ନାଥଙ୍କୁ ଅଦୃଶ୍ୟ ଶକ୍ତି ଭାବରେ ବିଶ୍ୱକର୍ମା ରୂପରେ ଆସିକି ନିଜେ ଗଢ଼ିଥିଲେ, ଆଉ ଯେଉଁଠି ସେଇ ଜଗନ୍ନାଥଙ୍କ କତିରେ ଯେଉଁ ଚୈତନ୍ୟ ଦେବ ଆସିକି ନାମ କୀର୍ତ୍ତନ କରିକି ଶୂନ୍ୟହରଣ ହେଇଯାଇଥିଲେ, ସେଇ ବିଶ୍ୱର ଗୁରୁ ମାଲିକ ସେଇ ତାଙ୍କରି ସେଇ ସବୁ କରୁଛନ୍ତି। ଆକୁ ଆଉ କେହି କରୁନାହାନ୍ତି। ସେଇ ବିଶ୍ୱର ମାଲିକ ଜଗିକି ରହିଛନ୍ତି। ଠିକ୍ ଭୁଲ ପ୍ରଶ୍ନର ଉତ୍ତର ସିଏ ତୁମ ପାଖରେ ବଡି ଗାର୍ଡ଼ ଭଳିଆ ରହିକି ସେଇ କହୁଛନ୍ତି, ଆରେ ବିଶ୍ୱଗୁରୁଙ୍କର ଦୀକ୍ଷା ନିଅ, ଆରେ ବିଶ୍ୱଗୁରୁଙ୍କର ଦୀକ୍ଷା ଦିଅ। ଆଉ ସିଏ ବା ତୁମ ପାଖରେ ପବନ ସ୍ୱରୂପରେ ସେ ତରଙ୍ଗ ଭାବରେ ଖେଳି ଖେଳି ବୁଲୁଛନ୍ତି। ଆରେ ଏତେ ଦୂରରେ ତୁମେ ଅଛ, ମୁଁ ଏଠି ଅଛି, ମୁଁ ତୁମ ସହିତ କଥା ହେଉଛି। କେମିତି କଥା ହେଉଛି? ନା ଏଇଟା ଗୋଟେ ତରଙ୍ଗ ସୃଷ୍ଟି ହେଉଛି। ଏଇ ପବନ ସ୍ୱରୂପୀ ଭଗବାନ ସିଏ ଏ ଶରୀର ଭିତରେ ବିଦ୍ୟମାନ। ତୁମେ ଆଉ କାହାରି କଥା ମାନ ନା। ସେ ସବୁବେଳେ ପାଇଁ ତୁମକୁ ସତର୍କ କରୁଛନ୍ତି, ସାବଧାନ ହେଇଯାଅ, ଆଉ ତାଙ୍କରି କଥା ମାନିକି ଚଳ। ଜୟ ଜଗନ୍ନାଥ।